ତମେ କ'ଣ କାମକୁ ଯାଉଛ? ମୁଁ ଗୋଟି କଥା କହିବି, ମୋ ପାଇଁ ଆଣିଦେବ? ହଁ ହଁ କହ, ତତେ କ'ଣ ଦରକାର? ମୋର ଆଜି ଗୁପଚୁପ୍ ଖାଇବାକୁ ଭାରି ଇଚ୍ଛା ହଉଛି। ତୁମେ ଯେତେବେଳେ କାମରୁ ଫେରିବ ମୋ ପାଇଁ ଗୁପଚୁପ୍ ଆଣିଦେବ? ଆଚ୍ଛା ଆଚ୍ଛା, ତୁ ଗୁପଚୁପ୍ ଖାଇବୁ ତ? ଠିକ୍ ଅଛି, ମୁଁ କାମରୁ ଫେରିବା ସମୟରେ ତୋ ପାଇଁ ଗୁପଚୁପ୍ ଆଣିଦେବି। ଆଉ କିଛି ଦିନ ପରେ ଆମ ଅଣ୍ଡାରୁ ଛୁଆ ବାହାରିବେ। ତୁ ଅଣ୍ଡା ସହ ନିଜର ବି ଧ୍ୟାନ ରଖ। ମୁଁ ଏବେ ଯାଉଛି। ଏମିତି କହି ବାପା ଚଢ଼େଇ କାମକୁ ଗଲା। ଦିନ ସାରା କାମ କରିବା ପରେ ସେ ଗୁପଚୁପ୍ ଆଣିବା ପାଇଁ ବଜାରକୁ ଗଲା। ମିଟୁ ଭାଇ, ତୁମେ କ'ଣ ଗୁପଚୁପ୍ ବିକ୍ରି କରୁନ? ନା ରାଜୁ, ମୁଁ କ'ଣ ଆମ ଜଙ୍ଗଲରେ କେହି ବି ଗୁପଚୁପ୍ ବନାନ୍ତିନି। ମୁଁ ସିଙ୍ଗଡ଼ା ପକୁଡ଼ି ବନାଏ। ତୁ ଯଦି ଚାହିଁବୁ ମୋଠୁ ସିଙ୍ଗଡ଼ା ପକୁଡ଼ି ନେଇପାରିବୁ। ନା ନା, ମୋ ସ୍ତ୍ରୀ ଆଜି ଗୁପଚୁପ୍ ଖାଇବାକୁ ମନ କରିଛି। ମୁଁ ଆଜି ଯେମିତି ବି ହେଉ ତା ପାଇଁ ଗୁପଚୁପ୍ ନେବି। ମୁଁ ପାଖ ଜଙ୍ଗଲକୁ ଯାଇ ଦେଖେ, ସେଠି ହୁଏତ ମୁଁ ଗୁପଚୁପ୍ ଦୋକାନ ପାଇଯିବି। କିନ୍ତୁ ରାଜୁ, ପାଖ ଜଙ୍ଗଲକୁ ଯିବା ରାସ୍ତାରେ ଅନେକ ଶିକାରୀ ବୁଲନ୍ତି। ସେଠାକୁ ଗଲେ ତୁ ବିପଦରେ ପଡ଼ିପାରୁ। ଆରେ ନା ନା, କିଛି ହେବନି। ଏବେ ସନ୍ଧ୍ୟା ସମୟ, ଏବେ ଶିକାରୀମାନେ ସେଠି ନଥିବେ। ମୁଁ ଶୀଘ୍ର ଯାଇ ଫେରିବାକୁ ଚେଷ୍ଟା କରିବି। ଏମିତି କହି ବାପା ଚଢ଼େଇ ପାଖ ଜଙ୍ଗଲକୁ ଗଲା। ସେ ସେଠାରୁ ଗୁପଚୁପ୍ ନେଇ ଫେରିବା ସମୟରେ ଅନେକ ଥକିଗଲା। ଭାରି ଥକା ଲାଗିଲାଣି। କିଛି ସମୟ ଗଛ ମୂଳେ ବସି ଆରାମ କରେ, ତାପରେ ଘରକୁ ଯିବି। ତାପରେ ବାପା ଚଢ଼େଇ ସେ ଗଛ ମୂଳେ ବସି ଆରାମ କରୁଥିଲା। ସେହି ସମୟରେ ଗୋଟେ ଶିକାରୀ ତାକୁ ଦେଖି ତା ଉପରକୁ ତୀର ମାରିଲା। ତୀର ଯାଇ ବାପା ଚଢ଼େଇର ପେଟରେ ବାଜିଲା। ସଙ୍ଗେ ସଙ୍ଗେ ହିଁ ବାପା ଚଢ଼େଇର ଜୀବନ ଚାଲିଗଲା। ଏତେ ସମୟ ଅପେକ୍ଷା କଲା ପରେ ଯାଇ ଆଜି ଗୋଟେ ପକ୍ଷୀ ଧରି ପାରିଲି। କ'ଣ, ଏ ପକ୍ଷୀଟା ତ ଗୁପଚୁପ୍ ନେଉଥିଲା। ଭଲ ହେଲା, ଅନେକ ଦିନ ହେଲାଣି ମୁଁ ଗୁପଚୁପ୍ ଖାଇନି। ଆଗ ଗୁପଚୁପ୍ ଖାଇନିଏ, ତାପରେ ପକ୍ଷୀଟାକୁ ନେଇଯିବି। ଏମିତି କହି ଶିକାରୀ ଗୁପଚୁପ୍ ଖାଇଲା। ତାପରେ ସେ ବାପା ଚଢ଼େଇକୁ ନେଇ ସେଠାରୁ ଚାଲିଗଲା। ଏ ସବୁ ଘଟଣା ଦୂରରୁ ଗୋଟେ ଚଢ଼େଇ ଦେଖୁଥିଲା। ଆରେ ଆରେ, ଏ ଦୁଷ୍ଟ ଶିକାରୀ ରାଜୁକୁ ମାରି ତା ସାଙ୍ଗରେ ନେଇଗଲା। ମୁଁ ଶୀଘ୍ର ଏକଥା ରିନୁକୁ କହିଦିଏ, ନହେଲେ ସେ ରାଜୁକୁ ଅପେକ୍ଷା କରି ରହିଥିବ। ନା, ଏମିତି ହେଇପାରିବନି। ମୋ ସ୍ୱାମୀ ମତେ ଛାଡ଼ି ଯାଇପାରିବେନି। ତୁମେ ମିଛ କହୁଛ। ତୁ ବିଶ୍ୱାସ ନ କଲେ ବି ଏକଥା ସତ। ରାଜୁ ଆଉ ଏ ଦୁନିଆରେ ନାହିଁ। ତୁ ଧୈର୍ଯ୍ୟ ଧରି ରହ। ମା ଚଢ଼େଇଟି କାନ୍ଦୁଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଚଢ଼େଇର ଅଣ୍ଡାରୁ ଛୁଆ ବାହାରିଲେ। ଘରେ ବେଶୀ ଖାଇବା ନାହିଁ। ମୋ ଛୁଆମାନଙ୍କୁ ଭୋକ ଲାଗିଲେ ମୁଁ ତାଙ୍କୁ କ'ଣ ଖାଇବାକୁ ଦେବି? ମତେ ଶୀଘ୍ର କାମ ଖୋଜିବାକୁ ପଡ଼ିବ। ଆରି ପିଲାମାନେ, ତମେମାନେ ଜମା ବି ବାହାରକୁ ଯିବନି। ମୁଁ କାମ ଖୋଜିବାକୁ ଯାଉଛି। ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବି। ଠିକ୍ ଅଛି ମା, ଆମ ପାଇଁ ଚିନ୍ତା କରନି। ଆମେ ଘରୁ କୁଆଡ଼େ ବି ଯିବୁନି। ମିଟୁ ଭଉଣୀ, ମୋ ସ୍ୱାମୀ ଯିବା ପରେ ମୁଁ ଆଉ ମୋ ଦୁଇ ଛୁଆ ବହୁତ କଷ୍ଟରେ ଅଛୁ। କାମ ନ ପାଇଲେ ମୁଁ ମୋ ଛୁଆମାନଙ୍କୁ ଖାଇବା ଦେଇ ପାରିବିନି। ମିଟୁ ଭଉଣୀ, ତୁମେ ତ ଅନେକ ଧନୀ। ମତେ କାମରେ ରଖ। ତୁମେ ଯାହା କାମ ଦେବ ମୁଁ ସବୁ କରିବି। ହଁ, ମୋର ଗୋଟେ କାମବାଲି ତ ଦରକାର, କିନ୍ତୁ ମୁଁ ତତେ କାମ ଦେଇପାରିବିନି। ତୁ ଗୋଟେ ଅଶୁଭ ଚଢ଼େଇ। ତୋ ପାଇଁ ତ ସ୍ୱାମୀର ଜୀବନ ଗଲା। ତତେ ମୁଁ କାମରେ ରଖିଲେ ମୋର ଯଦି କିଛି ବିପଦ ହୁଏ, ଯା ଯା, ଏଠୁ ଚାଲିଯା। ଏଠି ତୋର କିଛି କାମ ନାହିଁ। ଏମିତି ଶୁଣି ମନ ଦୁଃଖରେ ଚଢ଼େଇ ସେଠାରୁ ଚାଲିଗଲା। ସେ କାମ ଖୋଜି ଖୋଜି ଆଗକୁ ଯାଉଥିଲା। ଚିଲର ସ୍ତ୍ରୀକୁ ଦେଖି ଚଢ଼େଇ ତା ପାଖକୁ ଗଲା, ଆଉ ତାକୁ ବି କାମ ମାଗିଲା। ଭଲ ହେଲା ଚଢ଼େଇ, ତୁ ମୋ ପାଖକୁ ଆସିଲୁ। ମୁଁ ବି ଗୋଟେ କାମବାଲି ଖୋଜୁଥିଲି। ତୁ ଆଜିଠୁ ହିଁ କାମରେ ଲାଗିଯା। ମୁଁ ତତେ ପ୍ରତିଦିନ ଟଙ୍କା ଦେବି। ତୁମକୁ ଅନେକ ଅନେକ ଧନ୍ୟବାଦ ଚିଲ ଦିଦି। ମୁଁ ଏବେ ହିଁ କାମ ଆରମ୍ଭ କରୁଛି। ଏମିତି ଚଢ଼େଇ କାମ ପାଇଲା। କିଛି ଦିନ ବିତିଗଲା। ଗୋଟେ ଦିନ ତା ମା ଘରକୁ ଆସିଲା। ମାରେ, ମୋ ଦେହ ଖରାପ ଥିଲା, ନହେଲେ କେବେଠୁ ତ ପାଖକୁ ଆସି ସାରନ୍ତିଣି। ମୁଁ ରାଜୁର ଖବର ଶୁଣିଲି। ତୁ ଏଠି ଆଉ ଏକୁଟିଆ ରହନି, ମୋ ସାଙ୍ଗରେ ମୋ ଘରକୁ ଚାଲେ। ଦୁଇ ଛୁଆଙ୍କୁ ଏକା ଛାଡ଼ି ତୁ କାମକୁ ଯାଉଛୁ। ମୋ ସାଙ୍ଗରେ ଗଲେ ତତେ କାମ କରିବାକୁ ପଡ଼ିବନି।
ନାଇଁ ମା, ଏ ଘର ମୋ ସ୍ୱାମୀଙ୍କର। ମୁଁ ଏ ଘର ଛାଡ଼ି ଯିବିନି। ମୋ ପିଲାମାନେ ଏବେ ବଡ଼ ହେଲେଣି। ତାଙ୍କୁ ଘରେ ଏକା ଛାଡ଼ି କାମକୁ ଗଲେ ମୋର କିଛି ଅସୁବିଧା ହେଉନି। ତୁମେ ମୋ ପାଇଁ ବ୍ୟସ୍ତ ହୁଅନି, ମୁଁ ଭଲରେ ଅଛି। ମା, ଅନେକ ଦିନ ପରେ ମୋ ଘରକୁ ଆସିଛ। ଆଜି ଦିନଟା ମୋ ଘରେ ରହିଯାଅ। ନା ରେ ମା, ମୁଁ ବେଶୀ ସମୟ ଏଠି ରହିପାରିବିନି। ମୋର ଗୋଟେ ଫଳ ବଗିଚା ଅଛି। ମୁଁ ଘରକୁ ନଗଲେ ଚୋରମାନେ ମୋ ଫଳ ନେଇଯିବେ। କେବେ କିଛି ଦରକାର ହେଲେ ମୋ ପାଖକୁ ଆସିବୁ। ମୁଁ ଏବେ ଯାଉଛି। ତାପରେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ମା ଚଢ଼େଇ ବି ତାର ଦୁଇ ଛୁଆଙ୍କୁ ବୁଝେଇ କାମକୁ ଗଲା। ଏସବୁ ଦୂରରୁ ଗୋଟେ କାଉ ଦେଖୁଥିଲା। ଆରେ ବାଃ, ଏ ଘରେ ତାହେଲେ ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି। ଏ ଜଙ୍ଗଲକୁ ଆସିବା ପରଠାରୁ ମୁଁ ଘର ବନେଇବା ପାଇଁ ଜାଗା ଖୋଜୁଥିଲି। ଏବେ ଲାଗୁଛି ଆଉ ଘର ଖୋଜିବାକୁ ପଡ଼ିବନି। ମୁଁ ଏ ଦୁଇ ଛୁଆଙ୍କୁ ଘରୁ ବାହାର କରି ଏ ଘରେ ରହିବି। ଆରେ ପିଲାମାନେ, ଶୀଘ୍ର ବାହାରକୁ ଆସ। ତୁମମାନଙ୍କ ମା ବିପଦରେ ପଡ଼ିଛି। ଯାଅ, ତାକୁ ସାହାଯ୍ୟ କର। କଣ ହେଲା ଅଙ୍କଲ? ଆମ ମାଙ୍କର କଣ ହେଇଛି? ତମ ମାନଙ୍କ ମା ଏ ଜଙ୍ଗଲର ବଡ଼ ବରଗଛ ପାଖରେ ଆହତ ଅବସ୍ଥାରେ ପଡ଼ିଛି। ଯାଅ ଯାଅ, ଶୀଘ୍ର ତା ପାଖକୁ ଯାଅ। ସେ ତମ ମାନଙ୍କୁ ହିଁ ଖୋଜୁଛି। ଏମିତି ଶୁଣି କାନ୍ଦି କାନ୍ଦି ଦୁଇ ଛୁଆ ସେ ବରଗଛ ପାଖକୁ ବାହାରିଲେ। କାଉ ମନ ଖୁସିରେ ଘର ଭିତରକୁ ଗଲା ଆଉ କବାଟ ବନ୍ଦ କରି ଶୋଇଲା। ସେପଟେ ଦିଦି, ମା ତ ଏଠି ନାହିଁ। ଆମେ ଏବେ ମାକୁ କୋଉଠି ଖୋଜିବା? ଚାଲ ଭଉଣୀ, ଆଗକୁ ଯିବା। ସେଠି ହୁଏତ ମାକୁ ପାଇଯିବା। ସେ ଦୁଇ ଛୁଆ ତାଙ୍କ ମାକୁ ଖୋଜିବା ପାଇଁ ଆଗକୁ ଗଲେ। ହେଲେ ସେମାନେ ବେଶୀ ଦୂର ଯାଇପାରିଲେନି। ହଠାତ୍ ଜୋର ଜୋରେ ପବନ ବହିଲା ଆଉ ବର୍ଷା ଆରମ୍ଭ ହେଇଗଲା। ପବନର ବେଗ ଏତେ ଥିଲା ଯେ ଦୁଇ ଚଢ଼େଇ ଛୁଆ ପବନରେ ଉଡ଼ି ପାଖ ଜଙ୍ଗଲକୁ ଚାଲିଗଲେ। ଏଇ କଣ? ମୁଁ ଆସିଲା ବେଳେ ତ ପାଗ ଠିକ ଥିଲା। ହଠାତ୍ ଏମିତି ବର୍ଷା ମାଡ଼ି ଆସିବ କିଏ ଜାଣିଥିଲା? ହେ ଭଗବାନ, ମୋ ଛୁଆଙ୍କୁ ଭଲରେ ରଖ। ବର୍ଷା ଛାଡ଼ିଲେ ହିଁ ମୁଁ ଘରକୁ ଯିବି। ଝଡ଼ ତୋଫାନ ଏତେ ହେଉଥିଲା ଯେ ଚଢ଼େଇର ଘର ଭାଙ୍ଗି ପାଣିରେ ଭାସିଗଲା। ଘର ସହ କାଉ ବି ଭାସିଗଲା। କିଛି ସମୟ ପରେ ବର୍ଷା ଛାଡ଼ିଗଲା। ଚଢ଼େଇ ତା ଘରକୁ ଫେରିଲା। ଏ କଣ? ଏଠି ତ ମୋ ଘର ନାହିଁ। ମୋ ଦୁଇ ଛୁଆ କୁଆଡ଼େ ଗଲେ? ଏବେ ମୁଁ ତାଙ୍କୁ କେମିତି ଖୋଜିବି? ଆରେ ଚଢ଼େଇ, ତୁ ତ ଛୁଆମାନଙ୍କୁ ଖୋଜୁଛୁ କି? ବର୍ଷା ହେବା ସମୟରେ ମୁଁ ତାଙ୍କ ପାଖ ଜଙ୍ଗଲକୁ ଉଡ଼ିଯିବାର ଦେଖିଲି। ପବନ ଏତେ ହେଉଥିଲା ଯେ ମୁଁ ତାଙ୍କ ପାଖକୁ ଯାଇପାରିଲିନି। ତୁ ଶୀଘ୍ର ତ ଛୁଆଙ୍କୁ ଖୋଜିବୁ ଯା। ଚଢ଼େଇ ଶୀଘ୍ର ତା ଛୁଆଙ୍କୁ ଖୋଜିବା ପାଇଁ ପାଖ ଜଙ୍ଗଲକୁ ଗଲା। ସେଠି ସେ ଅନେକ ଖୋଜିଲା, ହେଲେ ତାର ଦୁଇ ଛୁଆଙ୍କୁ ପାଇଲାନି। ଆଗରେ ତ ମୋ ମାଙ୍କ ଘର। ମୁଁ ମୋ ମାଙ୍କ ପାଖକୁ ଯାଇ ସବୁ କଥା କୁହେ। ଏମିତି ଚିନ୍ତା କରି ଚଢ଼େଇ ତା ମାର ଘରକୁ ଗଲା। ସେତେବେଳେ ସେ ଦେଖିଲା ତାର ଦୁଇ ଛୁଆ ସେଠି ଅଛନ୍ତି। ମାରେ, ତୁ ଆସିଗଲୁ। ମୁଁ ତ ଛୁଆଙ୍କୁ ନେଇ ଏବେ ତ ପାଖକୁ ଯାଇଥାନ୍ତି। ମୁଁ ବଗିଚାରେ କାମ କଲା ସମୟରେ ଦେଖିଲି ତୋର ଦୁଇ ଛୁଆ ପବନରେ ଉଡ଼ି ଉଡ଼ି ଏ ଜଙ୍ଗଲକୁ ଆସୁଛନ୍ତି। ମୁଁ ଶୀଘ୍ର ଯାଇ ତାଙ୍କୁ ଉଦ୍ଧାର କଲି। ସେମାନେ କିଛି ବି ଖାଇନଥିଲେ। ମୁଁ ତାଙ୍କୁ ଖୁଆଇ ସାରିଲା ପରେ ତୋ ପାଖକୁ ଯାଇଥାନ୍ତି। ବହୁତ ବହୁତ ଧନ୍ୟବାଦ ମା। ଆଜି ତୁମ ପାଇଁ ମୁଁ ମୋ ଦୁଇ ଛୁଆଙ୍କୁ ଫେରି ପାଇଲି। ନହେଲେ ମୋର କଣ ଯେ ଅବସ୍ଥା ହେଇଥାନ୍ତା। ସେଦିନ ତୁମ କଥା ମାନି ମୁଁ ଯଦି ତୁମ ସହ ଘରକୁ ଆସି ଯାଇଥାନ୍ତି, ମୋ ଛୁଆମାନେ ଆଜି ଏମିତି ବିପଦରେ ପଡ଼ିନଥାନ୍ତେ। ମାରେ, ଆଉ ମନ ଦୁଃଖ କରନି। ଯାହା ହେବାର ତ ହେଇଗଲା। ତୁ ଏବେ ତ ଦୁଇ ଛୁଆଙ୍କୁ ନେଇ ମୋ ସାଙ୍ଗରେ ରହ। ମୋର ଏବେ ବୟସ ହେଲାଣି। ମୋ ପରି ତମେ ମାନେ ହିଁ ମୋ ଘର ଆଉ ବଗିଚା ସମ୍ଭାଳିବ। ଆଉ ପିଲାମାନେ, ତମେ ମାନେ ବି ମନେ ରଖ, ଅଚିନା ଚଢ଼େଇଙ୍କ କଥାରେ ପଡ଼ି କୌଣସି କାମ କରିବନି, ନହେଲେ ଆଜି ଭଳି ବିପଦରେ ପଡ଼ିବ। ଠିକ ଅଛି ଆଈ, ଆମେ ତୁମ କଥା ମନେ ରଖିବୁ। ଏଭଳି ଭୁଲ ଆଉ କେବେ କରିବୁନି। ସେଦିନ ପରଠାରୁ ଚଢ଼େଇ ତା ମା ସହ ରହିଲା। ସେ ଆଉ କାମକୁ ଗଲା ନାହିଁ। ତା ମାର ଫଳ ବଗିଚାର ଦେଖାଶୁଣା କରୁଥିଲା।